ଉପରଟମକା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ପଞ୍ଚମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ପବିତ୍ର ଉତ୍ସବକୁ ନେଇ ଟମକା ଅଞ୍ଚଳରେ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ। ଉତ୍ସବ ଅବସରରେ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଧାର୍ମିକ ବିଧିବିଧାନ ଅନୁଷ୍ଠିତ ହୋଇଥିଲା। ପୂଜକ ମାୟାଧର ହୋତା, ଗଙ୍ଗାଧର କର, ରୁଦ୍ରନାରାୟଣ ପତି, ଅକ୍ଷୟ କୁମାର ହୋତାଙ୍କ ଉପସ୍ଥିତିରେ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ଜମିଥିଲା। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚି ପ୍ରଭୁଙ୍କ ଦର୍ଶନ କରିଥିଲେ। ମନ୍ଦିର କମିଟି ପକ୍ଷରୁ ବରିଷ୍ଠ ସଭ୍ୟ ତ୍ରିଲୋଚନ ନାୟକ କର୍ତ୍ତା କାର୍ଯ୍ୟ ସମ୍ପାଦନ କରିଥିଲେ। କମିଟିର ବରିଷ୍ଠ ଉପଦେଷ୍ଟା ମନମୋହନ ମହାପାତ୍ର, ବିପିନ ବିହାରୀ ସେଠୀ, ହେମନ୍ତ କୁମାର ଦାସ ଓ ସଭାପତି ସୌମ୍ୟରଞ୍ଜନ ମହାପାତ୍ରଙ୍କ ଉପସ୍ଥିତିରେ ସଭ୍ୟ ବାବାଜୀ ଚରଣ ଜେନା, ଅନିଲ କୁମାର ଦାସ, ନରୋତ୍ତମ ବେହେରା, ଦିଲ୍ଲୀପ କୁମାର ପ୍ରଧାନ, ମନୋଜ ନାୟକ, ନୃପମଣି ଦାସ, ମଦନ ତନ୍ତୀ, ମଦନ ମୋହନ ଦାସ, ସୁବାସ କୁମାର ସାହୁ, ସୁରେଶ କୁମାର ସାହୁ, ବସନ୍ତ କୁମାର ପାଲ, ଅଜୟ କୁମାର ଦାସ, ରାକେଶ ନାୟକ, ବୁଲୁ ମୁର୍ମୁ, ସୌମ୍ୟରଞ୍ଜନ ପ୍ରଧାନ, ରଜତ ଚାମ୍ପିଆ, ପିଣ୍ଟୁ ଦାସ, ସଞ୍ଜୀବ ତନ୍ତୀ, ନିରାକର ମହାନ୍ତ, ସନ୍ତୋଷ ଦେହୁରୀ, ଦେବାଶିଷ ସେଠୀ, ରାଧେଶ୍ୟାମ ଦାସ, ମନୋଜ ଦିଗି, ସୁଜିତ ବଳ, ଦିଲ୍ଲୀପ ମହାକୁଡ଼, ବୁଦ୍ଧିରାମ ହେମ୍ବ୍ରମ, ପାର୍ଥସାରଥୀ ଦାସ, ବିଶ୍ୱନାଥ ପାତ୍ର ଏବଂ ଚିତ୍ତରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ରହି ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ। ବ୍ୟୁରୋ ରିପୋର୍ଟ, ମହାଗିରି ନ୍ୟୁଜ୍।